ସେହି ଲୋକଙ୍କ ପଛରେ କେବେ ଯାଅ ନାହିଁ ଯିଏ ତୁମର ସମ୍ମାନ କରେ ନାହିଁ। ଜୟ ଜଗନ୍ନାଥ ବନ୍ଧୁଗଣ, ସ୍ୱାଗତ କରୁଛି ମୁଁ ଦେବଦତ୍ତ ସାହୁ ମୋର ଏହି ଚ୍ୟାନେଲ ମୋଟିଭେସନାଲ ଦେବରେ। ତ ବନ୍ଧୁଗଣ, ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ଆଉ ହଁ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ମୋ ଚ୍ୟାନେଲକୁ ନୂଆ ଆସିଥାନ୍ତି ତ ଲାଇକ୍ ସେୟାର କରିଦେବେ। ଆଉ ମୋ ଭିଡ଼ିଓ ଗୁଡ଼ିକ ଯଦି ଆପଣମାନଙ୍କୁ ଟିକେ ବି ଭଲ ଲାଗୁଥାଏ ତ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତ ବନ୍ଧୁଗଣ, ଡେରି ନକରି ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ପିଇ ଯାଅ ତୁମର ଲୁହକୁ ଏବଂ ନିଜକୁ ଏତେ ଯୋଗ୍ୟ କର। ଅଳସୁଆ ସିଏ ନୁହେଁ ଯିଏ କାମ କରେ ନାହିଁ, ପରନ୍ତୁ ସିଏ ବି ଅଳସୁଆ ଯିଏ ନିଜ କାମଠାରୁ ଅଧିକ ଭଲ କାମ କରିପାରିବ କିନ୍ତୁ କରେ ନାହିଁ। ଲକ୍ଷାଧିକ ଲୋକ ପ୍ରତ୍ୟେକ ଦିନ ନିଜ କାମକୁ ଗାଳି ଦେଇଥାନ୍ତି, ସବୁଦିନ ସେହି କାମ କରିବାକୁ ଯାଇଥାନ୍ତି, କାହିଁକି ନା ତାହା ସେମାନଙ୍କ କାମ ନୁହେଁ, ସେମାନଙ୍କୁ ବାଧକତା ହୋଇଯାଇଛି। ଧ୍ୟାନ ଦିଅନ୍ତୁ କି ଜୀବନରେ କେବେ ବି ଏତେ ବିଳମ୍ବ ହୁଏ ନାହିଁ କି ଆପଣ ଆଉ ଥରେ ଆରମ୍ଭ କରିପାରିବେ ନାହିଁ। ଯେ ପର୍ଯ୍ୟନ୍ତ ବାଟ ଦେଖାଯାଉଛି ସେ ପର୍ଯ୍ୟନ୍ତ ଚାଲନ୍ତୁ, ଆଗକୁ ରାସ୍ତା ଆପେ ଆପେ ଦେଖାଯିବ। ଯେପରି ଆପଣ ଏକ ଛୋଟ ଦୀପ ନେଇ 100 କୋଶ ରାସ୍ତା ଚାଲିପାରିବେ, ସେହିପରି ଏକ ଛୋଟ ଆଶା ନେଇ ଆପଣ ବହୁତ ବଡ଼ ବଡ଼ କାମ କରିପାରିବେ। ଗୋଟିଏ ସ୍ୱପ୍ନ ଭାଙ୍ଗି କରି ଚୁରମାର ହେବା ପରେ ଦ୍ୱିତୀୟ ସ୍ୱପ୍ନ ଦେଖିବାକୁ ଜୀବନ ହିଁ କହନ୍ତି। ସ୍ୱପ୍ନର ଆକାର ସବୁବେଳେ ବଢ଼ିଥାଏ। ଯେଉଁ ସ୍ୱପ୍ନ ଆଜି ଆପଣ ଦେଖିଛନ୍ତି, ଆସନ୍ତା ଥର ମଧ୍ୟ ଏଠାରୁ ଦେଖନ୍ତୁ। ସବୁବେଳେ ନିଜକୁ କୁହ, କଟିବାର ଅଛି ତ କଟିଯାଉ। ଜୀବନ ସାରା ସଂଘର୍ଷରେ ପାଦ ପାଦରେ ମାନି ନେବା ଆମ ଦ୍ୱାରା ସମ୍ଭବ ନୁହେଁ। ପ୍ରତ୍ୟେକ ଦିନ ମରି ମରି କରି ବଞ୍ଚିବା ଠାରୁ ଭଲ ଗୋଟିଏ ଦିନ ହିଁ ବଞ୍ଚେ, କିନ୍ତୁ ବଞ୍ଚେ ତ ପୁରା ଗର୍ବର ସହିତ। ଗୋଟିଏ ଖେଳାଳିର କ୍ୟାରିୟର 5 ବା 10 ବର୍ଷ ହୋଇଥାଏ, କିନ୍ତୁ ସେହି 5 ବା 10 ବର୍ଷରେ ତା'ର ଏପରି ପରିଚୟ ହୋଇଥାଏ ଯେବେ କି 70 ବର୍ଷ ଚାକିରି କଲା ଲୋକ ଅବସର ନେବା ପରେ ତାଙ୍କର ଘର ଲୋକ ହିଁ ପଚାରନ୍ତି ନାହିଁ। ଲକ୍ଷ୍ୟ ସେମାନଙ୍କୁ ମିଳେ ନାହିଁ ଯାହାର ସ୍ୱପ୍ନ ବଡ଼ ହୋଇଥାଏ, ପରନ୍ତୁ ଲକ୍ଷ୍ୟ ସେମାନଙ୍କୁ ମିଳିଥାଏ ଯିଏ ଜିଦିରେ ଅଟଳ ରହିଥାଏ। ଜିଦି ସେହି ନିଆଁ ଯାହା ଆପଣଙ୍କ ଦ୍ୱାରା ବଡ଼ରୁ ବଡ଼ କାମ କରାଯାଇପାରିବ। ସଫଳ ହେବାକୁ ଚାହୁଁଅଛ ତ ସବୁବେଳେ ସେମାନଙ୍କ ସାଥିରେ ରୁହ ଯିଏ ଆପଣଙ୍କ ଠାରୁ ସଫଳ। ଯିଏ ଆପଣଙ୍କ ଠାରୁ ଅଧିକ ସଫଳ ସେ ହିଁ ଶିଖାଇ ପାରିବ ଆପଣ ନିଜଠାରୁ ଅଧିକ ସଫଳ କିପରି ହୋଇପାରିବେ। ନିଜ ଲୋକ ହିଁ ସବୁବେଳେ ତଳକୁ ଟାଣିବାର ରହିଯିବେ। ସାରା ଦୁନିଆ ଜିତିଥିବା ଲୋକଙ୍କୁ ଭଲ ପାଇଥାନ୍ତି, ହାରିଥିବା ବ୍ୟକ୍ତିକୁ ଦେଖିବା ନିମନ୍ତେ କାହାକୁ ସମୟ ହୁଏ ନାହିଁ। ଉପରକୁ ଉଠୁଥିବା ସୂର୍ଯ୍ୟର ଆଉ ଉପରକୁ ଉଠୁଥିବା ବ୍ୟକ୍ତିର ଲୋକ ପୂଜା କରିଥାନ୍ତି। ତ ବନ୍ଧୁଗଣ, ଆଜି ପାଇଁ ତା ସମୟ ହେଇଯାଇଛି। ପୁଣି ଦେଖା ହେବ ଆସନ୍ତାକାଲି ଏକ ନୂଆ ଭିଡ଼ିଓ ସହିତ। ସେହି ପର୍ଯ୍ୟନ୍ତ ଜଗନ୍ନାଥ ଆପଣଙ୍କୁ ମଙ୍ଗଳରେ ରଖନ୍ତୁ। ତ ଜୟ ଜଗନ୍ନାଥ।